ଏଇଟା ଦେଖୁଥିବେ ଏଇଟା କେତେ ସୁନ୍ଦର କେତେ ବଢ଼ିଆ ହେଇଛି ଭାଇ। ଆଉ ଲୋକ ଆ ଭିତରେ ପବ୍ଲିକ ଭର୍ତ୍ତି ଫରେନର୍ଠୁ ଲଗେଇ ଇଣ୍ଡିଆନଠୁ ଲଗେଇ ସମସ୍ତେ ଆମେ ଟିକେଟ୍ କାଟିଥିଲୁ। ଟିକେଟ୍ କାଟିକି ତା ଭିତରେ ଏଣ୍ଟ୍ରି କରିଥିଲୁ। ସାଙ୍ଗ ଗ୍ରୁପ୍ ସବୁ ମିଶିକି ପଶିଥିଲୁ ତା ଭିତରେ। ଭିତରେ ପଶିଲା ପରେ ବହୁତ ଏନ୍ଜୟ ଲାଗିଥିଲା। ବହୁତ ସୁନ୍ଦର ଥିଲା। ଏଇଟା ହେଉଛି ରାଣୀ ଭିକ୍ଟୋରିଆଙ୍କ ମଲ୍, ଯେଉଁଟାକି ରାଣୀ ଭିକ୍ଟୋରିଆ ଇଂରେଜ ସମୟରେ ଥିଲେ। ବହୁତ ସୁନ୍ଦର ବହୁତ ବଢ଼ିଆ ହେଇଥିଲା। ଭିତର ନଜାରା ବି କିଛି ଅଲଗା ଥିଲା। ବହୁତ ଟୁରିଷ୍ଟ ଥିଲେ। ଆମ କଣ୍ଟ୍ରିର ବହୁତ ଜାଗାରୁ ଆସୁଥିଲେ। ଆଉ ଖାଲି ଆମ କଣ୍ଟ୍ରି ନାହିଁ, ଆଉଟ୍ ଅଫ୍ କଣ୍ଟ୍ରି ବି ଆସୁଥିଲେ, ଯେଉଁମାନେ କି ଫରେନର୍ ଥିଲେ। ବହୁତ ଖୁସି ଲାଗିଲା କି ବାହାରୁ ବି ଲୋକ ଆସୁଛନ୍ତି ଆମର ଏଠି ଦେଖିବା ପାଇଁ। ଦେଖିଲା ଭଳିଆ ଜିନିଷ ହେଇଛି, ସତ କଥା ବହୁତ ସୁନ୍ଦର ବହୁତ ବଢ଼ିଆ ହେଇଛି। ଦେଖିଲା ଭଳିଆ ଜିନିଷ ହେଇଛି। ମ୍ୟାଡ଼ାମ୍ ବୁଝଉଥିଲେ ତାଙ୍କୁ କେମିତି ଏମିତି ଏମିତି ଏମିତି, ଯାହାକି ଆମେ ଡିଟେଲ୍ସ ଜାଣିନୁ। ତାଙ୍କୁ ଜଣା, ଯେହେତୁ ହିଷ୍ଟ୍ରି ସେ କ୍ଲିୟରଲି ପଢ଼ିଛନ୍ତି ସେଥିପାଇଁ ପଢ଼ଉଥିଲେ। ଆମେ ଠିଆ ହେଇକି ଭିଡ଼ିଓରେ ଶୁଣୁଥିଲୁ। ଆମ ପଛରେ ଫରେନର୍ ମ୍ୟାଡ଼ାମ୍ ଠିଆ ହେଇଥିଲେ। ଏଇଭଳିଆ ରୋମାଞ୍ଚକ ବଢ଼ିଆ ବଢ଼ିଆ ସୁନ୍ଦର ସୁନ୍ଦର ବଢ଼ିଆ ନଜାରା ବାଲା ଭିଡ଼ିଓ ଦେଖିବା ପାଇଁ ମୋ ଚ୍ୟାନେଲକୁ ଫଲୋ କରିଦିଅନ୍ତୁ। ଆଉ ଯଦି ହେବ ଖୁସି ଲାଗିବ ନିଜ ମନକୁ, ଯେତେ ଇଚ୍ଛା ସେତେ ସେୟାର କରନ୍ତୁ। ଆଉ ଭିକ୍ଟୋରିଆ କେମିତି ଲାଗିଲା, ଭିତରେ କେମିତି ଲାଗିଲା, ଭିକ୍ଟୋରିଆଟା ଟୋଟାଲ୍ କେଉଁ ଇନଷ୍ଟ୍ରୁମେଣ୍ଟରେ ତିଆରି ହେଇଛି, କେଉଁ ମେଟେରିଆଲରେ ତିଆରି ହେଇଛି, ଡିଟେଲ୍ସ ଦିଆଯାଇଥାଏ କ୍ୟାପସନ୍ରେ। ଚେକ୍ କରିନିଅନ୍ତୁ, ଆମକୁ କମେଣ୍ଟରେ କୁହନ୍ତୁ। ଜୟ ଜଗନ୍ନାଥ, ଜୟ ଶ୍ରୀରାମ, ଜୟ କଟକ।